ମହୁମାଛି ଆକ୍ରମଣରେ 40 ଜଣ ଯାତ୍ରୀ ରେଳ ଷ୍ଟେସନରେ ଗୁରୁତର ହୋଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଥିବା ମାନ୍ଦସା ରେଳ ଷ୍ଟେସନରେ ଯାତ୍ରୀମାନେ ବିଶାଖାପଟ୍ଟନମ ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସକୁ ଅପେକ୍ଷା କରିଥିବା ବେଳେ ହଠାତ୍ ସେଠାରେ ମହୁମାଛି ଆକ୍ରମଣ କରିଥିଲେ। ତେବେ ଏହି ମହୁମାଛି ଆକ୍ରମଣରେ 40 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ରେଳ ଷ୍ଟେସନ ନିକଟସ୍ଥ ଗୋଟିଏ ଗଛ ଉପରେ ଏକ ମହୁମାଛି ବସାଥିଲା, ଯାହା କୌଣସି କାରଣବଶତଃ ଯାତ୍ରୀମାନେ ଷ୍ଟେସନରେ ଥିବା ସମୟରେ ଭାଙ୍ଗି ଯିବାରୁ ସେଠାରେ ଆତଙ୍କ ଖେଳି ଯାଇଥିଲା, ଯାହାକି ଏହି ମହୁମାଛି ଦଳର ଆତଙ୍କ କାରଣରୁ ଯାତ୍ରୀମାନେ ଭୟଭୀତ ହୋଇ ପ୍ରାଣ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ତଥାପି ମହୁମାଛି ଦଳ ଯାତ୍ରୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହରିପୁରମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ସେପଟେ ଏହି ମହୁମାଛି ଆତଙ୍କ ଯୋଗୁଁ ମାନ୍ଦସା ରେଳ ଷ୍ଟେସନରେ କୌଣସି ଯାତ୍ରୀ ଇଣ୍ଟରସିଟି ଏକ୍ସପ୍ରେସରେ ଚଢ଼ି ପାରିନଥିବା ଜଣାପଡ଼ିଛି। କିନ୍ତୁ ଏହି ଘଟଣା ସମ୍ପର୍କରେ ରେଳବାଇ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।